କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ବରିଆ ପଞ୍ଚାୟତର ଚିଚର୍ଲା ଗ୍ରାମରେ ବସ୍ ଷ୍ଟେସନରେ ଥିବା ବିଶ୍ରାମ ଗୃହ ସାଜିଛି 81 ବର୍ଷ ବୟସ୍କ ବୃଦ୍ଧ ଭାସ୍କର ମାଝୀଙ୍କ ବାସସ୍ଥଳୀ। ବର୍ଷା ଝଡ଼ରେ ସେ ରହୁଥିବା ଘର ଭୁଷୁଡ଼ି ଯିବା ପରେ ଦୀର୍ଘ 1 ବର୍ଷ ହେଲା ଖରା ବର୍ଷା ଶୀତ ସହି ସେ ରହି ଆସୁଛନ୍ତି। ନିଜର ବୋଲି କହିବାକୁ ତାଙ୍କର କେହି ନାହାନ୍ତି। ବୃଦ୍ଧାବସ୍ଥା ଯୋଗୁଁ ନିଜର ଭରଣ ପୋଷଣ କରିବା ପାଇଁ କୌଣସି ପ୍ରକାରର କାମ କରିବାର ସେ ସକ୍ଷମ ହୋଇପାରୁନାହାନ୍ତି। ସରକାରୀ ଅନୁଦାନ ନାଁରେ ସେ ପାଉଥିବା ମାସକୁ ମାତ୍ର 500 ଟଙ୍କା ଭତ୍ତା ଓ 5 କେଜି ଚାଉଳ। ଏହା ହିଁ ତାଙ୍କ ମାସକର ଖାଇବା ପିନ୍ଧିବାର એકમાત્ર ପନ୍ଥା। ଏହି 3-4 ଦିନ ଆଗରୁ ଶ୍ରୀ ଭାସ୍କର ମାଝୀ ବସ୍ ଷ୍ଟେସନର ବିଶ୍ରାମ ଗୃହରେ ଶୋଇଥିବା ସମୟରେ କେଉଁଠୁ ଏକ ବୁଲା କୁକୁର ଆସି ତାଙ୍କର ଡାହାଣ ହାତକୁ କାମୁଡ଼ି କ୍ଷତ ବିକ୍ଷତ କରିଦେଇଥିଲା। ଏଭଳି ପରିସ୍ଥିତି ଓ ଏମିତି କଷ୍ଟ ସହି 81 ବର୍ଷର ବୃଦ୍ଧ ପାଇଁ ଜୀବନ କଟାଇବା କେତେ ଦୂର ସମ୍ଭବ, ତାହା ପ୍ରଶାସନିକ ସେବାରେ ଥିବା ବଡ଼ବାବୁମାନଙ୍କୁ ଭାବିବା ଚିନ୍ତିବା ଆବଶ୍ୟକ। କଳାହାଣ୍ଡି କେସିଙ୍ଗାରୁ କ୍ଷିତୀଶ ଶତପଥୀଙ୍କ ରିପୋର୍ଟ, ଉତ୍କଳ ଖବର।